ଅନନ୍ତ ଜନ୍ମରୁ ତୋଠାରୁ ଅଲଗା ହେଇଛି, ଅନନ୍ତ ଜନ୍ମରୁ ତୋଠାରୁ ଅଲଗା ହେଇଛି, କିନ୍ତୁ ଏବେ ତୋତେ ଦେଖା କରିବା ପାଇଁ ଚାହୁଁଛି, ତୋ ସହିତ ମିଶିବା ପାଇଁ ଚାହୁଁଛି, କଥା ହେବା ପାଇଁ ଚାହୁଁଛି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ମୁଁ କୁରୁକ୍ଷେତ୍ର ସ୍ୱାଗତ କରୁଛି ଆପଣଙ୍କୁ ଏ ସତ୍ସଙ୍ଗର ସତ୍ରରେ। ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଦେଖନ୍ତୁ କେତେ ଭାଗ୍ୟବାନ ଆମେ। ଯଦି ମୁଁ ବର୍ତ୍ତମାନ ଆପଣଙ୍କୁ ଶାସ୍ତ୍ରରୁ କଥା କହିବି ଯେ 18 ପୁରାଣ, 4 ବେଦ, 18 ପୁରାଣ, 108 ଉପନିଷଦ, କିନ୍ତୁ ସେଇ 18 ପୁରାଣରୁ ସବୁଠାରୁ ବଡ଼ ପୁରାଣ କେଉଁଟା ଆଜ୍ଞା? ଶ୍ରୀମଦ୍ ଭାଗବତମ ମହାପୁରାଣ କଥା ମୁଁ କହୁନାହିଁ। ସିଏ ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣଙ୍କର ଗ୍ରନ୍ଥ ରୂପୀ ଅବତାର ଏବଂ ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ତାଙ୍କର ଗ୍ରନ୍ଥ ରୂପୀ ଅବତାର। ମୁଁ ଏଠାରେ 18 ପୁରାଣ କଥା କହୁଛି। 18 ପୁରାଣ ଭିତରୁ ସବୁଠାରୁ ବଡ଼ ପୁରାଣ ହେଉଛି ଶ୍ରୀ ସ୍କନ୍ଦ ପୁରାଣ। ଆଉ ସେ ଶ୍ରୀ ସ୍କନ୍ଦ ପୁରାଣର ବୈଷ୍ଣବ ଖଣ୍ଡରେ ଲେଖା ହେଇଛି, ଯଦି ଆପଣ ଏ ପୃଥିବୀ ପୃଷ୍ଠରେ ମଣିଷ ହେଇକି ଜନ୍ମ ନେଇଗଲେ, ତାପରେ ସେ ପୃଥିବୀ ପୃଷ୍ଠରେ ଆପଣ ଯଦି ଭାରତ ବର୍ଷରେ ଜନ୍ମ ନେଇଗଲେ, ଆଉ ଭାରତ ବର୍ଷରେ ଆପଣ ଯଦି ଉତ୍କଳ ଖଣ୍ଡରେ ଜନ୍ମ ନେଇଗଲେ, ଆପଣଙ୍କ ଠାରୁ ଭାଗ୍ୟବାନ କେହି ନାହାନ୍ତି। ଏ 4.5 କୋଟି ଓଡ଼ିଆଙ୍କ ଭିତରେ ଆପଣ ଯଦି ଜନ୍ମ ନେଇଗଲେ, ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସବୁଠାରୁ ଅଧିକ ପ୍ରିୟ। ଆଉ କ'ଣ ଦରକାର ଆଜ୍ଞା? ଭକ୍ତି କରନ୍ତୁ। ଯଦି ଆପଣ ଭକ୍ତି କରୁଛନ୍ତି, ଭକ୍ତି ରାସ୍ତାରେ ପୁରା ଆଗକୁ ବଢ଼ି ଚାଲିଛନ୍ତି, ଆଉ ଭକ୍ତି ଆପଣଙ୍କର ସମ୍ପୂର୍ଣ୍ଣ ହୋଇନପାରିଲା, ତାହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି, ହେ ଅର୍ଜୁନ, ଯିଏ ଏ ଭକ୍ତି ଡଙ୍ଗାରେ ଥରେ ବସିଲା, ଆଜି ନହେଲେ କାଲି ତାର ଡଙ୍ଗା କୂଳରେ ଲାଗିବ। ଆଉ ଯିଏ ମୋର ଭକ୍ତ, ସିଏ କେବେ ତଳକୁ ଖସି ପାରିବନି, ମୁଁ ତାକୁ ତଳକୁ ଖସିବାକୁ ଦେବିନି। ଯେମିତିକି ଆମର ଏ ବ୍ରହ୍ମାଣ୍ଡରେ 14 ଭୁବନ ଅଛି। ଆମେ ଯେଉଁଠି ବର୍ତ୍ତମାନ ଅଛି, ଇଏ ହେଉଛି ଭୂଲୋକ। ଉପରେ ଅଛି ଭୂବର ଲୋକ, ତପଲୋକ, ଜନଲୋକ, ମହର ଲୋକ, ସ୍ୱର୍ଗଲୋକ, ଏମିତି ତଳୁକୁ ଅଛି। ତାପରେ ଉପରେ ବ୍ରହ୍ମଲୋକ, ବ୍ରହ୍ମାଙ୍କର ତଳୁକୁ ଅଛି ଅତଳ, ବିତଳ, ତଳାତଳ, ରସାତଳ, ମହାତଳ, ପାତାଳ, ଏଭଳିଆ ଅଛି। ମହାପ୍ରଭୁ କହୁଛନ୍ତି, ମୁଁ ତୋତେ ନିମ୍ନ ଯୋନିକୁ ଯିବା ପାଇଁ ଦେବିନି। ତୋତେ ରାକ୍ଷସ ଯୋନି, ଗାଈ, ଗୋରୁ, ଛେଳି, ମେଣ୍ଢା, ମା ଗାଈ ତ ମା, ଗାଈଙ୍କ କଥା କହୁନି, କିନ୍ତୁ ଯେତିକି ପଶୁ ଯୋନି ଅଛନ୍ତି, ଗାଈଙ୍କୁ ତ ଆମେ ମା, ଗୋମାତାଙ୍କୁ ତ ଆମେ କେବେ ପଶୁ ବୋଲି ଦେଖୁନି, କାହିଁକିନା ସେ ଭିତରେ ବି ସେ ଶ୍ରେଷ୍ଠ। କିନ୍ତୁ ଯେତିକି ଅଲଗା ଯୋନି ଅଛନ୍ତି, ଗଛ ପତ୍ର, ତାପରେ ରହିଲେ ଆମର ଯେତିକି ମାଛ, କୀଟ, ମଶା, ମାଛି, ଏସବୁ ଯୋନିକୁ ତୁ ଯିବୁନି ଯଦି ତୁମର ଟିକେ ହେଲେ ଭକ୍ତି କରିଥିବୁ। ଭକ୍ତି ମାନେ କ'ଣ ଆଜ୍ଞା? ମୋତେ ସୁପ୍ରିମ୍ ବୋଲି ଭାବିକି, ମୋତେ ଶ୍ରେଷ୍ଠ ବୋଲି ଭାବିକି ତୁ ଯଦି ନମସ୍କାର ବି କରିଥିବୁ, ତାହେଲେ ହିଁ ମୁଁ ତୋତେ ନେକ୍ସଟ ମଣିଷ ଜନ୍ମ ଦେବି। ଆଉ ଏ 4.5 କୋଟି ଓଡ଼ିଆ ଭିତରେ ଆମେ ଜନ୍ମ ହୋଇ ଆମେ କେତେ ଭାଗ୍ୟବାନ ଆପଣ ଜାଣିପାରୁଥିବେ ଆଜ୍ଞା। ଏ ଜୀବନକୁ ନଷ୍ଟ କରନ୍ତୁନି, ଜଗାକୁ ଛାଡ଼ନ୍ତୁନି। ସବୁବେଳେ କୁହନ୍ତୁ, ତୁ ହିଁ ମୋର। ପୂର୍ବରୁ ଏ ଜନ୍ମରେ ବି ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏଇଆ କହିକି ଆସିଛନ୍ତି ଯେ ତୁ ବି ମୋର। ନା 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 ନା, ମାନେ ପଇସା ପତ୍ର ବି ମୋର, ଘର ବାଡ଼ି ବି ମୋର, ଏସି, ଏ ଲାଇଟ୍, ଏ ସବୁ କିଛି ମୋର, ଫ୍ୟାନ୍ ବି ମୋର, ଏ ଫୋନ୍ ବି ମୋର, ସ୍ୱାମୀ ମାନେ ମୋ ସ୍ତ୍ରୀ ବି ମୋର, ମୋ ସ୍ୱାମୀ ବି ମୋର, ଆଉ ତୁ ବି ମୋର। ଯେହେତୁ ଆମେ ତୁ ବି ଲଗେଇଛନ୍ତି, ତେଣୁକରି ଜଗନ୍ନାଥ ଆମକୁ ଏ ଜନ୍ମରେ ହିଁ ମିଳିବେନି, ଆମକୁ ଟ୍ରିକ୍ ଲଗେଇବାକୁ ପଡ଼ିବ। ଯେତିକି ଧର୍ମଗୁରୁ ଅଛନ୍ତି, ଯେତିକି ବୈଷ୍ଣବ ଗୁରୁ ଅଛନ୍ତି, ସମସ୍ତେ ଏଇଆ କହୁଛନ୍ତି। ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥ 18 ନମ୍ବର ଅଧ୍ୟାୟର 66 ନମ୍ବର ଶ୍ଲୋକରେ ଗୀତାରେ କହୁଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। କେବଳ ମୋ ଶରଣକୁ ଆସିବାକୁ ପଡ଼ିବ। ସମସ୍ତ ଧର୍ମକୁ ପରିତ୍ୟାଗ କର। ମୋ ସ୍ୱାମୀ, ମୋ ସ୍ତ୍ରୀ, ମୋ ମାତା, ମୋ ପିତା, ମୋ ପୁତ୍ର, ମୋ ମଣିଷ, ମୁଁ ହିନ୍ଦୁ, ମୁଁ ମୁସଲମାନ, ନା, କେବଳ ମୋ ଶରଣକୁ ଆସ। ମୁଁ ତୋତେ ସମସ୍ତ ପାପରୁ ମୁକ୍ତି ଦେଇପାରିବି। ଯଦି ତୁ ଭାବୁଛୁ, ତୋତେ ପାପ ଲାଗିବ ନାହିଁ, କିନ୍ତୁ ଯଦି ତୁ ଭାବୁଛୁ ବି ପାପ ଲାଗିବ, ତାହେଲେ ତୋତେ ମୁଁ ମୁକ୍ତି ଦେଇପାରିବି। ତ ଆମେ ଶ୍ରୀ ଜଗନ୍ନାଥଙ୍କୁ ସବୁଦିନ ପାଇଁ ପାଇପାରିବା। ଯେ ଆପଣ ଯେଉଁ ମାତା ପିତା ଦେଖୁଛନ୍ତି, ପୂର୍ବଜନ୍ମରେ ହିଁ ଆମର ମାତା ପିତା ଥିଲେ। ଆହୁରି କେତେ ଅନନ୍ତ କୋଟି ମାତା ପିତା, ଭାଇ ଭଉଣୀ, ସଖା ସହୋଦର ଆମେ ବନେଇ ସାରିଛନ୍ତି। ଯଦି ଆମକୁ ଏପର୍ଯ୍ୟନ୍ତ ବି ବୋରିଂ ଲାଗିନାହିଁ, ତାହେଲେ ଜଗନ୍ନାଥ ଆମକୁ ମିଳିବେ ନାହିଁ। ଆମର ନିଜର ଲୋକ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦାଉଜୀ, ମହାପ୍ରଭୁ ଶ୍ରୀ ବଳଭଦ୍ର ସ୍ୱାମୀ, ସୁଦର୍ଶନ ମହାରାଜ, ଆଉ ମା ସୁଭଦ୍ରା। ଇଏ ହେଉଛି ଆମ ଦୁନିଆ। ଆମ ଦୁନିଆ ହେଉଛି, ଆମେ ହେଉଛନ୍ତି ଆତ୍ମା। ଆମର ସମ୍ପର୍କ ହେଉଛି ପରମାତ୍ମା ସହିତ, ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ। ଆମେ ଶରୀର ନୁହନ୍ତି। ଯେ ପର୍ଯ୍ୟନ୍ତ ଆମେ ନିଜକୁ ଶରୀର ବୋଲି ମାନି ଚାଲିଥିବା, ସେ ପର୍ଯ୍ୟନ୍ତ ଶରୀର ଦ୍ୱାରା ବହୁତ ସମ୍ପର୍କ ସ୍ଥାପିତ ହେଉଥିବ। କିନ୍ତୁ ଯେହେତୁ ଆମେ ଶରୀର ନୁହନ୍ତି, ଆମେ ଆତ୍ମା, ତେଣୁକରି ଆମର ଲିଙ୍କ, ଆମର କନେକ୍ସନ୍, ଆମର ସମ୍ପର୍କ ସେ ପରମାତ୍ମା ସହିତ, ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ। ଆଉ ଆମର ଯେହେତୁ ଆମେ ବର୍ତ୍ତମାନ ବି 4.5 କୋଟି ଓଡ଼ିଆ ଭିତରେ ଜନ୍ମ ହୋଇଛନ୍ତି, ତେଣୁକରି ଆମର ଧାମ ହେଉଛି ସେ ଉପରର ନୀଳାଦ୍ରି ଲୋକ,
ଯେଉଁଠି ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ମହାପ୍ରଭୁ ଶ୍ରୀ ବଳଭଦ୍ର ସ୍ୱାମୀ, ସୁଦର୍ଶନ ମହାରାଜ ଆଉ ମା ସୁଭଦ୍ରା ବିଜେ କରିଛନ୍ତି। ଆପଣ ଯଦି ଜଗନ୍ନାଥ ସହସ୍ର ନାମରେ ଦେଖିବେ, ସେଠି ଆରମ୍ଭରୁ କୁହା ହେଉଛି ଯେ ନୀଳାଦ୍ରି ଲୋକ, ସ୍ପିରିଚୁଆଲ ଆଧ୍ୟାତ୍ମିକ ନୀଳାଦ୍ରି ଲୋକ ସେଠି ବୈକୁଣ୍ଠପୁରରେ ଅଛି। ଆମକୁ ସେଠିକି ଯିବାର ଅଛି। ତେଣୁକରି କିଛି ବି ହେଇଯାଉ, କଷ୍ଟ ହେଉଛି ଘରେ, ଅସୁବିଧା ହେଉଛି, ଘରେ ଲୋକ ଆଇଁଷ ଖାଉଛନ୍ତି, ପିଆଜ ରସୁଣ ଖାଉଛନ୍ତି, କିଏ ମଦ ପିଉଛି, ଡରନ୍ତୁନି ଆଜ୍ଞା, ଡରନ୍ତୁନି। ଜଗନ୍ନାଥକୁ ଧରିକି ରଖନ୍ତୁ, ଛାଡ଼ନ୍ତୁନି ଜମାରୁ। ଏ ଜନ୍ମ ନହେଲେ ନେକ୍ସଟ ଜନ୍ମରେ, ନେକ୍ସଟ ଜନ୍ମ ନହେଲେ ତା ଜନ୍ମରେ 100 ଜନ୍ମ ପରେ ହେଲେ ବି ଆମେ ଆମ ଘରକୁ ଯିବା, ଏ ଆଶା ଆଉ ବିଶ୍ୱାସର ସହିତ ଆପଣ ଭକ୍ତି ଜାରି ରଖନ୍ତୁ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଏ ନାମକୁ ଜପି ଚାଲନ୍ତୁ ହୃଦୟରେ ଜଗନ୍ନାଥ। ଆଉ ବାହାରେ ବି ସବୁବେଳେ ଚତୁର୍ଭୁଜ ଜଗନ୍ନାଥ ଆପଣଙ୍କୁ ଦେଖାଯାଆନ୍ତୁ। ଆପଣ ବୁଝିପାରିବେନି ଆଜ୍ଞା, 4.5 କୋଟି ଓଡ଼ିଆ ଭିତରେ ଜନ୍ମ ହେବା କେତେ ଭାଗ୍ୟର କଥା। ସିଏ ପୁଣି ମଣିଷ ହେଇକି ଜନ୍ମ ହେବା। ଆମେ ଜଗନ୍ନାଥଙ୍କର ଅତି ପ୍ରିୟ। ଜଗନ୍ନାଥଙ୍କୁ ଛାଡ଼ନ୍ତୁ ନାହିଁ, ଜଗନ୍ନାଥଙ୍କୁ ଛାଡ଼ନ୍ତୁ ନାହିଁ, ଜଗନ୍ନାଥଙ୍କୁ ଛାଡ଼ନ୍ତୁ ନାହିଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।